ନୂଆ ବର୍ଷ ପାଖେଇ ଆସିଲାଣି। ଆପେ ଆପେ ମନକୁ ଆସିଯାଏ କି ବର୍ଷଟି କେମିତି କଟିଯିବ। ନାସ୍ତିକ ଲୋକମାନଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିଜ ରାଶି ନକ୍ଷତ୍ର ଦେଖି ନିଜକୁ ମାନସିକ ଭାବେ ପ୍ରସ୍ତୁତ କରି ନେଇଥାନ୍ତି କି ନୂଆ ବର୍ଷ ପାଇଁ କେମିତି କଟିବ ତାଙ୍କ ଦିନ। ତେବେ ଇଏ ତ ଗଲା ବ୍ୟକ୍ତିଗତ କଥା। ତା ସହିତ ଆମେ ଆଲୋଚନା କରିବା ଦେଶ ଦୁନିଆରେ କ'ଣ ସବୁ ଘଟିବ ତାକୁ ନେଇ ମଧ୍ୟ ବର୍ତ୍ତମାନର ଜ୍ୟୋତିଜ୍ଞମାନେ ଏବଂ ପୂର୍ବରୁ ବହୁତ କିଛି ଲୋକ ଭବିଷ୍ୟବାଣୀ କରିଥିବା କଥା ସାମ୍ନାକୁ ଆସିଯାଉଛି। ତେଣୁ ଦର୍ଶକ ବନ୍ଧୁ 2024 ବର୍ଷ ସରିବାକୁ ଆଉ ଦିନ କେଇଟା ବାକି ଥିବା ବେଳେ 2025 ଯିଏକି ବିଶ୍ୱବାସୀଙ୍କ ପାଇଁ କ'ଣ ଭଲ କ'ଣ ମନ୍ଦ ନେଇ ଆସୁଛି ତା ଉପରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଦେଲେଣି। ଏହି ସମାଚାରକୁ ନେଇ ଆସନ୍ତୁ ନଜର ପକାଇବା ବାବା ଭେଙ୍ଗିଙ୍କ ଭବିଷ୍ୟବାଣୀରେ 2025 କ'ଣ ଭେଟି ନେଇକି ଆଉଛି ଆମମାନଙ୍କ ପାଇଁ। ଅବଶ୍ୟ ପ୍ରତୀତର ଭଳି ପ୍ରଥମେ ଚର୍ଚ୍ଚାକୁ ଆସିଛି କି ଏ ଦୁନିଆରେ କ'ଣ ପ୍ରଳୟ ଆସୁଛି କି। ଅବଶ୍ୟ ଏହା ପୂର୍ବରୁ ମଧ୍ୟ ଅନେକ ଭବିଷ୍ୟବାଣୀ ରହିଛି କି 2025ରୁ ଏ ପୃଥିବୀ ଧ୍ୱଂସ ଆଡ଼କୁ ଗତି କରିବ। ଯଦି ମହିଳା ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ କଥାକୁ ଯିବା ତେବେ ତାଙ୍କ ଅନୁସାରେ ନୂଆବର୍ଷ ୟୁରୋପ ମହାଦେଶରେ ଧ୍ୱଂସଲୀଳା ଆରମ୍ଭ ହୋଇଯିବ। ୟୁରୋପରେ ରାଜନୈତିକ ଅସ୍ଥିରତା, ପରସ୍ପର ମଧ୍ୟରେ ତୀବ୍ର ବିବାଦ ଚାଲୁ ରହିବ। ତା ସହିତ ପ୍ରକୃତି ମଧ୍ୟ ଭୟଙ୍କର ରୂପ ଦେଖାଇବ, ଯେମିତିକି ଝଡ଼, ବାତ୍ୟା, ଭୂମିକମ୍ପ, ବନ୍ୟା ଏବଂ ବଡ଼ ବିପତ୍ତି ମଧ୍ୟ ଆଣିବ। ଏଥିରେ ଦର୍ଶକ ବନ୍ଧୁ ଅନେକ ଲୋକଙ୍କର ଜୀବନ ଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି, ମାନେ ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି। ତେବେ ଏଭଳି ଭୟ ସହିତ କିଛି ଆଶ୍ୱସ୍ତି ମଧ୍ୟ ଆଣିଛନ୍ତି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଯେମିତିକି କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ ହେବ। ଏହାକୁ ସମୂଳେ ନାଶ କରିବାକୁ ବୈଜ୍ଞାନିକମାନେ ଉପାୟ ଖୋଜି ପାଇବେ। ଏବେ ଦର୍ଶକ ବନ୍ଧୁ ଜାଣିବା ଆସ ଭବିଷ୍ୟବକ୍ତା ଯୋଗୀ ନଷ୍ଟ୍ରାଡମ୍ସ ଇଏ କ'ଣ ଲେଖି ଯାଇଛନ୍ତି 2025 ବର୍ଷ ପାଇଁ। ତାଙ୍କ ଅନୁସାରେ ଏ ବର୍ଷରେ ଏକ ବିଶାଳ ଗ୍ରହ ପୃଥିବୀ ସହ ପିଟି ହେବାର ଆଶଙ୍କା ରହିଛି। କିଛି ବଡ଼ ଘଟଣା ଘଟିବ ଏହି ବର୍ଷ ଭିତରେ। ସେହିପରି ଆଶ୍ୱସ୍ତିର କଥା ହେଉଛି ଯୁଦ୍ଧରୁ ଦୁଇ ଦେଶ ଦୂରେଇ ଯିବେ। ଆଶା କରାଯାଉଛି ଗତ 2 ବର୍ଷ ହେବ ଚାଲି ଆସୁଥିବା ରୁଷ ୟୁକ୍ରେନ ଯୁଦ୍ଧ ଥମିଯିବ। ଏବେ ଆମେ କିଛି ଭାରତୀୟ ଜ୍ୟୋତିର୍ବିଦଙ୍କ ଆକଳନକୁ ଜାଣିବା। ଦର୍ଶକ ବନ୍ଧୁ 2025ରେ ମଙ୍ଗଳ ଗ୍ରହ ଅନୁସାରେ ପ୍ରାରମ୍ଭରେ ଦୁନିଆକୁ ଚାଲିବ ଏବଂ ଏପ୍ରିଲ ମାସରୁ ସୂର୍ଯ୍ୟ ରହିବେ ପ୍ରଥମ ସ୍ଥାନରେ। ଶନି ଗ୍ରହ ମଧ୍ୟ ରାଶି ପରିବର୍ତ୍ତନ କରିବେ। ସେହିପରି ଗୁରୁ ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବେ। ତେବେ ଗ୍ରହଙ୍କ ପ୍ରଭାବ ଯୋଗୁଁ ଦେଶର କ୍ଷମତାସୀନ ଥିବା ସରକାର ଆହୁରି ପ୍ରଭାବଶାଳୀ ହେବ। ହେଲେ ସରକାର ଏବଂ ବିପକ୍ଷ ମଧ୍ୟରେ ଜୋରଦାର ତର୍କ ବିତର୍କ ଚାଲୁ ରହିବ। ସେହିଭଳି ଲୋକଙ୍କ ମଧ୍ୟରେ ଆକ୍ରୋଶ ଭାବନା ଏବଂ କ୍ଷୋଭ ମଧ୍ୟ ବଢ଼ିଯିବ। ଦେଶରେ ଚୋରି ଡକାୟତି ଏସବୁ ବୃଦ୍ଧି ପାଇବ। ସରକାର ଯେତେ କଠୋର ହେଲେ ବି ଏହାକୁ ରୋକିବା କେବେ ବି ସମ୍ଭବ ହେବ ନାହିଁ। ଆଗାମୀ ଜୁନରୁ ଅକ୍ଟୋବର ମାସ ମଧ୍ୟରେ ବଡ଼ ବଡ଼ ରାଜନୈତିକ ଘଟଣା ଗୁଡ଼ାଏ ଘଟିବ। କେତେ ରାଜ୍ୟରେ ଶାସନରେ ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହୁଥିବାର କୁହାଯାଉଛି। ସେହିପରି ମାର୍ଚ୍ଚ 15ରୁ ଜୁନ 11 ଏବଂ ଜୁଲାଇ 11ରୁ ଅକ୍ଟୋବର 7 ତାରିଖ ଯାଏଁ ଖପର ଯୋଗ ରହୁଥିବାରୁ କିଛି ବିଚିତ୍ର ଘଟଣା ଦେଶରେ ଘଟିବାର ଆଶଙ୍କା ମଧ୍ୟ ରହିଛି। ବିଶ୍ୱସ୍ତରରେ ଆମେରିକା ଏବଂ ରୁଷ ମଧ୍ୟରେ ସମ୍ପର୍କ ଆହୁରି ଖରାପ ଆଡ଼କୁ ଗତି କରିପାରେ ବୋଲି କୁହାଯାଇଛି। ପଶ୍ଚିମ ଏସିଆ ଏବଂ ୟୁରୋପରେ ମଧ୍ୟ ଯୁଦ୍ଧର ସ୍ଥିତି ଆହୁରି ଖରାପ ହୋଇପାରେ। ମାର୍ଚ୍ଚ ଆଉ ମେ ମାସରେ ଏଭଳି ଅନେକ ସଙ୍କଟ ଦେଖାଦେବ। ଏହି ବର୍ଷରେ ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ରହିବ, ତେଣୁ ଆଖି ଏବଂ ହୃଦରୋଗ ମଧ୍ୟ ବଢ଼ିପାରେ। ତେବେ ଏସବୁ ଭବିଷ୍ୟବାଣୀ ତ ଚାଲି ରହିବ, ହେଲେ ଶେଷ କଥା ହେଉଛି ଗୀତା କ'ଣ କହୁଛି। କର୍ମ କରିଚାଲ, ଫଳ ଆପେ ଆପେ ଆପଣଙ୍କ ପାଖକୁ ଆସିବ। କ'ଣ ଘଟିବ ତାକୁ ଆମେ କେହି ଜାଣିନାହାନ୍ତି, କିନ୍ତୁ ଯଦି କିଛି କଥା ଅନୁମାନ କରି ହେଉଛି କିମ୍ବା ବର୍ତ୍ତମାନ ପରିସ୍ଥିତିକୁ ନେଇ ଆକଳନ କରି ହେଉଛି ତେବେ ସତର୍କ ଏବଂ ସମାଧାନ ରହିବା ଆମକୁ ନିହାତି ଜରୁରୀ। ଧନ୍ୟବାଦ ଦର୍ଶକ ବନ୍ଧୁ।